ପିଲାମାନେ ଆଜି ଆମେ ୟୁନିଟ୍ 3 ଦେଖିବା ଠିକ୍ ଅଛି, ଯେଉଁଟାକି ହାୟର ଏଜୁକେସନ୍ ଆଣ୍ଡ ଟିଚର ଏଜୁକେସନ୍ ଠିକ୍ ଅଛି, ଉଚ୍ଚଶିକ୍ଷା ଏବଂ ଶିକ୍ଷକ ଶିକ୍ଷା ଠିକ୍ ଅଛି। ଉଚ୍ଚଶିକ୍ଷା ଆଉ ଶିକ୍ଷକ ଶିକ୍ଷା କ'ଣ, ତାର ଆମେ ପ୍ରଥମେ ଆଜି ସର୍ଟ କୋଶ୍ଚିନ୍ ସବୁ ଡିସ୍କସନ୍ କରିବା, ଦେନ୍ ଆମେ କ'ଣ କରିବା ନା ଲଙ୍ଗ୍ କୋଶ୍ଚିନ୍ ଦେଖିବା। ଲଙ୍ଗ୍ କୋଶ୍ଚିନ୍ ଯେଉଁଟା ଇମ୍ପୋର୍ଟାଣ୍ଟ ଥିବ ମୁଁ ତୁମକୁ ସେଗୁଡ଼ା କହିବି, ପ୍ରଥମେ ସର୍ଟ କୋଶ୍ଚିନ୍ ଦେଖିଦେବା, କାହିଁକିନା ସର୍ଟ କୋଶ୍ଚିନ୍ ବହୁତ ଥର ଆସୁଛି ଏବଂ ସର୍ଟ କୋଶ୍ଚିନ୍ ପିଲାମାନେ ବି ବହୁତ କିଛି ଛାଡ଼ିକିନି ବି ଆସୁଛନ୍ତି, ତ ସେଥିପାଇଁ ଦେନ୍ ଆମେ ଚାଲନ୍ତୁ ଦେଖିବା ପ୍ରଥମେ କ'ଣ ଦେଇଛି ସର୍ଟ କୋଶ୍ଚିନ୍ ଠିକ୍ ଅଛି। ବେଶୀ ସମୟ ନଷ୍ଟ କରିବାନି, ଦେନ୍ ଜଲ୍ଦି ଜଲ୍ଦି ସରିଦେବା। ପ୍ରଥମେ ଦେଖ କ'ଣ ଦେଇଛି ନା ଇଗ୍ନୋ କେଉଁ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠା ହୋଇଥିଲା। ତ ଇଗ୍ନୋର ପ୍ରଥମେ ଜାଣ କି ଫୁଲ୍ ଫର୍ମ କ'ଣ, ଇଗ୍ନୋ କେତେ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠା ହୋଇଥିଲା। ଏଇଟା ତ ବାରମ୍ବାର ଆସିଥାଏ, ଏଇଟାର ମଧ୍ୟ ମୁଁ ତୁମକୁ ଜଣାଇ ନେଉଛି। ଇଗ୍ନୋ ହେଉଛି ତୁମର ଦେଖ ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ଓପନ୍ ୟୁନିଭର୍ସିଟି କେବେ ପ୍ରତିଷ୍ଠା ହୋଇଥିଲା ନା 1985 ମସିହାରେ। ମନେ ରଖିବ, ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ଓପନ୍ ୟୁନିଭର୍ସିଟି। ଓକେ, ଦେନ୍ ଦେଖ 2 ନମ୍ବର ଦେଖ କେଉଁ ଖ୍ରୀଷ୍ଟାବ୍ଦରେ ବଡ଼ଲାଟ ହାର୍ଡିଞ୍ଜ ଉଚ୍ଚ ଶିକ୍ଷା ପ୍ରସାର ପାଇଁ ଶିକ୍ଷକ ଧର୍ମୀ ଏକ କେନ୍ଦ୍ରିକ ୟୁନିଟାରୀ ଓ ଆବାସିକ ବିଦ୍ୟାଳୟ ଗଠନ ନିମନ୍ତେ ସୁପାରିଶ କରିଥିଲେ। କେଉଁ ଖ୍ରୀଷ୍ଟାବ୍ଦରେ ନା 1913। ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ଏହାକୁ ସବୁବେଳେ ମନେ ରଖିଥାଅ 1 ନମ୍ବର। ଦେନ୍ 3 ନମ୍ବର ଦେଖ 1902 ଖ୍ରୀଷ୍ଟାବ୍ଦରେ କାହା ଦ୍ୱାରା ବା ଡ୍ୟାସ୍ଙ୍କ ଦ୍ୱାରା ଭାରତୀୟ ବିଶ୍ୱବିଦ୍ୟାଳୟ ଆୟୋଗ ଗଠିତ ହୋଇଥିଲା। ଲର୍ଡ଼ କର୍ଜନ। ଏଥିପାଇଁ ମୁଁ ତୁମକୁ ସର୍ଟ କୋଶ୍ଚିନ୍ ଜଣାଉଛି, କାହିଁକିନା ସର୍ଟ କୋଶ୍ଚିନ୍ ବି ଆସୁଛି, ସର୍ଟ କୋଶ୍ଚିନ୍ ତ ଅପସନ୍ ଦିଆଯାଉ ନାହିଁ, ତ ତୁମର ମନେ ରହିବ ନାହିଁ ଠିକ୍ ଅଛି। ସେଥିପାଇଁ ତୁମମାନେ ଏବେଠୁ ନୋଟ୍ କରି ରଖ, ଯାହାଫଳରେ କି ତୁମମାନେ କ'ଣ କରିପାରିବ ନା ସେତେବେଳେ ଯଦି ପଢ଼ିଥିବ କିଛିଟା ମନେ ରହିଯିବ। 4 ନମ୍ବର ଦେଖ କ'ଣ ଦେଇଛି, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ରୁଷ କେଉଁ ମସିହାରେ ଆରମ୍ଭ ହୋଇଥିଲା, କେତେ ନା 2013। ତ ସବୁଠାରୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଉଛି ତୁମର ଜିନିଷ ଯେଉଁଟା ମୁଁ ତୁମକୁ ବର୍ତ୍ତମାନ ଜଣାଉଛି, ବା କେତେ ମସିହା କେଉଁ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା, ଏସବୁ ଜିନିଷ ମନେ ରଖିବା ନିହାତି ଜରୁରୀ ତୁମର। ଦେନ୍ ଦେଖ କ'ଣ ଦେଲା ନା 5 ନମ୍ବର ଦେଲା ରୁଷ ର ଉଦ୍ଦେଶ୍ୟ। କେଉଁର ଉଦ୍ଦେଶ୍ୟଟା କ'ଣ ବା ଉଦ୍ଦେଶ୍ୟଟା ତାର କ'ଣ ରହୁଛି। ଶୈକ୍ଷିକ ସଂସ୍ଥାଗୁଡ଼ିକ କ'ଣ ବିତ୍ତପୋଷିତ କରିବା ଠିକ୍ ଅଛି, ବିତ୍ତପୋଷିତ କରିବା। 6 ନମ୍ବର ଦେଖ ଜାତୀୟ ମାନ ନିର୍ଦ୍ଧାରଣ ସମାନକରଣ ପରିଷଦ NAAC ଡ୍ୟାସ୍ ଠାରେ ବା ଡ୍ୟାସ୍ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠା ଲାଭ କଲା। ଦେଖ କେଉଁଠାରେ ପ୍ରଥମେ ଲେଖିବ ବାଙ୍ଗାଲୋର, ଦେନ୍ ଲେଖିବ କେତେ 1994 ମସିହାରେ। ଦେନ୍ ଦେଖ କ'ଣ ଦେଲା ନା 7 ନମ୍ବର ଦେଲା ବିଶ୍ୱବିଦ୍ୟାଳୟ ଶିକ୍ଷା ଆୟୋଗ କେଉଁ ଖ୍ରୀଷ୍ଟାବ୍ଦରେ ଗଠିତ ହେଲା ଓ ଏହାର ଅଧ୍ୟକ୍ଷ କିଏ ଥିଲେ ବା ଡ୍ୟାସ୍ ଥିଲେ, ଏମିତି ଦେଇଥିବ। ତ ତୁମେ ଏଠି ଲେଖିବ କ'ଣ ନା କେଉଁ ଖ୍ରୀଷ୍ଟାବ୍ଦରେ ଗଠନ ହୋଇଥିଲା ବା ଗଠିତ ହୋଇଥିଲା 1948 ମସିହା, ଆର ଅଧ୍ୟକ୍ଷ କିଏ ଥିଲେ ସର୍ବପଲ୍ଲୀ ରାଧାକୃଷ୍ଣ ଥିଲେ। ଦେନ୍ ଦେଖ ତାପରେ କ'ଣ ଦେଇଛି, ତାପରେ ଆସିଗଲା 8 ନମ୍ବର। 8 ନମ୍ବର କ'ଣ ଥିଲା ନା ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ UGC କେଉଁ ଖ୍ରୀଷ୍ଟାବ୍ଦରେ ଗଠିତ ହୋଇଥିଲା 1956 ମସିହା, ମନେ ରଖିଥିବ। ଦେନ୍ 9 ନମ୍ବର କ'ଣ ଥିଲା, କେଉଁ ମସିହାରେ ଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରତିଦିନ ଶିକ୍ଷା ଆରମ୍ଭ ହେଲା, କେଉଁ ମସିହାରେ 1962 ମସିହାରେ। ଦେନ୍ 10 ନମ୍ବର କ'ଣ ଥିଲା, ଡ୍ୟାସ୍ ଖ୍ରୀଷ୍ଟାବ୍ଦରେ ଡ୍ୟାସ୍ ନେତୃତ୍ୱରେ କଲିକତା ବିଶ୍ୱବିଦ୍ୟାଳୟ ଆୟୋଗ ନିଯୁକ୍ତ ହେଲା, କେଉଁ ଖ୍ରୀଷ୍ଟାବ୍ଦରେ 1917 ମାଇକେଲ ସ୍ୟାଡଲର ଠିକ୍ ଅଛି। ଆକୁ ତୁମେ ମାନେ ମନେ ରଖିବ, ଏଇଗୁଡ଼ା ହିଁ ତୁମର ଆସିବ, ଏଇଗୁଡ଼ା ସବୁବେଳେ ତୁମମାନଙ୍କର ମଧ୍ୟ ମନ ଏଥିପାଇଁ ମୁଁ ଜଣାଉଛି ତୁମେ ନୋଟ୍ କରି ରଖ। ଆଉ ଯଦି ନୋଟ୍ ନ କରିପାରୁଛ ତୁମେ ମଧ୍ୟ ଏଠି କ'ଣ କରିପାରିବ ନା ଟେଲିଗ୍ରାମରେ ଜଏନ୍ ହୋଇ PDF ମଧ୍ୟ ଡାଉନଲୋଡ଼୍ କର, PDF ଅଲରେଡ଼ି ସେଣ୍ଡ ହୋଇଛି ଠିକ୍ ଅଛି। ଦେନ୍ ଦେଖ କ'ଣ ଦେଲା, ଇଗ୍ନୋର ମିଶନ ହେଲା ଡ୍ୟାସ୍ ଓ ଡ୍ୟାସ୍। ଏଠି କ'ଣ ଲେଖିବ ମୁକ୍ତ ଆଉ ଗୁରୁତ୍ୱ ଶିକ୍ଷା। ରୁଷର ମୁଖ୍ୟ ଲକ୍ଷ୍ୟ ହେଲା କ'ଣ ଗୁଣାତ୍ମକ ଶୈକ୍ଷିକ ନିର୍ଦ୍ଦେଶନ। 13 ନମ୍ବର ଦେଖ ଦୂରତ୍ୱ ଶିକ୍ଷାର ଅନ୍ୟ ପ୍ରକାର ଭେଦ ହେଲା ପ୍ରତିବିନୟ ଶିକ୍ଷା, ଡ୍ୟାସ୍ ଦେଇଥିବ ଏମିତି ଲେଖିବ ପ୍ରତିବିନୟ ଶିକ୍ଷା। ତାପରେ କ'ଣ ତମର ଆସିଲା ନା ତାପରେ ତମର ଆସିଲା ଗୋଟିଏ ପଦରେ ପ୍ରକାଶ କରିବା ବା ସିଙ୍ଗଲ ୱାର୍ଡ, ଆନ୍ସର ଇନ୍ ଦ ସିଙ୍ଗଲ ୱାର୍ଡ। ଦେଖ କେମିତି ତମେ ଲେଖିବ ନା ପ୍ରଥମ ଦେଲା ଦୂରତ୍ୱ ଶିକ୍ଷାର ଅନ୍ୟ ଏକ ପ୍ରକାର ଶିକ୍ଷାନୁଷ୍ଠାନ କ'ଣ ନା ପ୍ରତିବିନୟ ଶିକ୍ଷା ଠିକ୍ ଅଛି। ତ ସେଇଟା ତୁମକୁ କ'ଣ କରୁଛି, ଏଠି ତୁମେ କ'ଣ ଗୋଟେ ସିଙ୍ଗଲ ୱାର୍ଡ଼ରେ କହୁଛି ଲେଖିବା ପାଇଁ। କେଉଁ ଶିକ୍ଷା ସଂସ୍ଥା ଉଚ୍ଚ ଶିକ୍ଷାନୁଷ୍ଠାନ ପାଣ୍ଠି ଯୋଗାଇଥାଏ ବା ରୁଷ ଠିକ୍ ଅଛି। ୟାକୁ ସବୁ ତୁମେ ମନେ ରଖିବ।
ଯେଉଁଟା ତୁମମାନେ ଦେଖ ତୁମକୁ ସେଠି କ'ଣ ଡ୍ୟାସ୍ ପୂରଣ କହୁଥିଲା, ଏବେ ଏଠି କ'ଣ କରୁଛି ନା ତୁମକୁ ମାନେ ଗୋଟେ ଶବ୍ଦରେ ଲେଖିବାକୁ କହୁଛି। ସେଭଳିଆ ଟିକେ ଓଲଟେଇ ପଚାରୁଛି। କୋଠରୀ କମିଶନ ଅନ୍ୟ ନାମଟି କ'ଣ? ଭାରତୀୟ ଶିକ୍ଷା ଆୟୋଗ। ଠିକ୍ ଅଛି। ତାପରେ ଦେଖ କେଉଁ ସଂଗଠନ ଶିକ୍ଷାର୍ଥୀର ଜଟିଳ ସାଂସ୍କୃତିକ ସାମାଜିକ ନୈତିକ ଶିକ୍ଷାର ପ୍ରତିଫଳନ କରିଥାଏ? ଉଚ୍ଚଶିକ୍ଷାର। ଦେନ୍ ମୁକ୍ତ ଓ ଦୂରତ୍ୱ ଶିକ୍ଷା ପାଇଁ କେଉଁ ସଂସ୍ଥା କାର୍ଯ୍ୟକାରୀ? ଇଗ୍ନୋ। ଦେନ୍ 6 ନମ୍ବର ଦେଖ କ'ଣ ଦେଲା, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ କେବେ କାର୍ଯ୍ୟକ୍ରମ ଆରମ୍ଭ ହେଲା? କେବେ? 2013 ମସିହାରେ ପ୍ରଥମ ଥର ପଢ଼ିଥିଲ। ତାପରେ ଦେଖ ରୁଷର ଉଦ୍ଦେଶ୍ୟ କ'ଣ? ଶୈକ୍ଷିକ ସଂସ୍ଥା ଗୁଡ଼ିକୁ ବିତ୍ତପୋଷିତ କରିବା। ଠିକ୍ ଅଛି। 8 ନମ୍ବର ଦେଖ କେବେ ଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରତିଦିନ ଶିକ୍ଷା ଆରମ୍ଭ ହେଲା? କେବେ? ନା 1962 ମସିହାରେ। ମନେ ରଖିବ, ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଦେନ୍ ଦେଖ କ'ଣ ଦେଲା 9 ନମ୍ବର, 1909 ଖ୍ରୀଷ୍ଟାବ୍ଦରେ କାହା ଦ୍ୱାରା ଭାରତୀୟ ବିଶ୍ୱବିଦ୍ୟାଳୟ ଆୟୋଗ ଗଠିତ ହେଲା? ଲର୍ଡ କର୍ଜନଙ୍କ ଦ୍ୱାରା। ଠିକ୍ ଅଛି। ଏଇଟା ମନେ ରଖିଥିବ। ଏମିତି ଟିକେ ବୁଲେଇ ବଙ୍କେଇ ତୁମକୁ ପଚାରିବ। 10 ନମ୍ବର ଦେଖ ଜାତୀୟ ମାନ ନିର୍ଦ୍ଧାରଣ ସମାନୀକରଣ ପରିଷଦ NAAC କେଉଁଠାରେ କେବେ ପ୍ରତିଷ୍ଠା ହୋଇଥିଲା? ବାଙ୍ଗାଲୋରରୁ 1994 ମସିହାରେ। 11 ନମ୍ବର ଦେଲା ଶୈକ୍ଷିକ ସଂସ୍ଥା ବିତ୍ତପୋଷିତ କେଉଁ ସଂସ୍ଥା କରିଥାଏ? କେଉଁ? ନା ରୁଷ ସଂସ୍ଥା କରିଥାଏ। ଠିକ୍ ଅଛି। ଇଏ ଥିଲା ତୁମର ଆଜି ପାଇଁ ଏତିକି ଭିଡ଼ିଓ ଏବଂ ସର୍ଟ କୋଶ୍ଚିନ୍। ଏଗୁଡ଼ା ସବୁ ସର୍ଟ କୋଶ୍ଚିନ୍ ବି ତୁମର ରହିଗଲା ଏବଂ ଆଗକୁ ଆମେ ଲଙ୍ଗ୍ କୋଶ୍ଚିନ୍ ଦେଖିବା। ସେଥିପାଇଁ ଥିଲା ଏତିକି ଭିଡ଼ିଓ। ଆଗକୁ ତୁମର ଏକ୍ଜାମ୍ ଅଛି। ଏକ୍ଜାମ୍ ମଧ୍ୟ ମୁଁ ଜଣାଇ ଦେଇଛି କେଉଁ ଦିନ ତୁମର ସବୁ ଏକ୍ଜାମ୍ ଅଛି। ତୁମର ତ ଦେଖିଥିବ ତ ତୁମମାନେ କ'ଣ କରୁଥା, ଏବେ ତାକୁ ଷ୍ଟାର୍ଟ କରିଥା। ମୁଁ ତୁମ ପାଇଁ ମଧ୍ୟ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ବି ଆଣୁଛି ଏବଂ ସିଲେକ୍ସନ୍ କୋଶ୍ଚିନ୍ ବି ଆସୁଛି। ଠିକ୍ ଅଛି। ଆଗକୁ ବହୁତ ସାରା ମଧ୍ୟ ତୁମର ଇମ୍ପୋର୍ଟାଣ୍ଟ ସିଲେକ୍ସନ୍ ଆସିବ। ତ ସେଥିପାଇଁ ଏବେଠୁ ପ୍ରିପେୟାର ହୁଅ। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲକୁ ଏଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।